18 ପଢ଼ିକି ସମାପ୍ତ କରିବି। ତୁମ୍ଭେ ଅତି କୁମ୍ଭାର ଗୃହକୁ ଯାଅ। ଯୋଉମାନେ ଆଜି ପ୍ରଭୁଙ୍କର ବିଷୟ ଜାଣିନାହିଁ, ଉଦ୍ଧ କୁମ୍ଭାର ଗୃହକୁ ଯାଅ ବୋଲେ କ'ଣ? ମନ୍ଦିରକୁ ଆମେ ଯିବାର ଅଛି। ସେଠାରେ ଆମ୍ଭେ ତୁମ ଆପଣା ବାକ୍ୟ ଶୁଣାଇବା। ସେଇଠାରେ ପରମେଶ୍ୱର ବାକ୍ୟ ଶୁଣିବ ଆପଣ ମାନେ, ଯାହାକି ପ୍ରଭୁ ସେ ଜାଗାରେ ସାହାଯ୍ୟ କରିବେ ପବିତ୍ର ଆତ୍ମାଙ୍କ ଦ୍ୱାରା। ମୁଁ ବି ଭାଙ୍ଗି ପଡ଼ୁଥିଲି, ନାଇଁ ଏଇ ବାକ୍ୟ ମୋତେ ପ୍ରଭୁ ମୋର ହୃଦୟରେ ମନେ ପଡ଼େ। ହେ ବୃନ୍ଦାବନ, କ'ଣ ପାଇଁ ପଛକୁ ଘୁଷିଦେଲୁ? ମୁଁ ତାର ହଁ ଜିରିମି 18 ଲେଖାଏ, କୁମ୍ଭାର ଗୃହକୁ ଯାଅ, ସେ ଜାଗାରେ ପ୍ରଭୁଙ୍କର ବାକ୍ୟ ଶୁଣାଯିବ। ମୁଇଁ ଭାବୁଥିଲି ମୁଁ ପ୍ରଭୁଙ୍କର ସେବା କ୍ଷେତ୍ର କରିବି ନାହିଁ ବୋଲି, କେବଳ ପ୍ରଭୁ ମୋତେ ଲଜ୍ଜିତ କରିନା। ଏଇ ବାକ୍ୟ ଦ୍ୱାରା ମୁଁ ଷ୍ଟ୍ରଙ୍ଗ ହେଲି। ମୁନି ବହୁତ ଦୁଃଖରେ କାନ୍ଦିଲି, ତଥାପି ପ୍ରଭୁ ମୋତେ ଲଜ୍ଜିତ କରିନା। ଆମର କ୍ରନ୍ଦନ ପ୍ରଭୁ ଶୁଣୁଛନ୍ତି। ଯେଉଁ କାନ୍ଦୁଛୁ ଆମର ଆଖିର ଲୁହ ପଡ଼ୁଛି, ସେ ଲୁହ ଆମ ଲାଗି ପୁରସ୍କାର ଅଛି। ପ୍ରଭୁ ତୁମେ ହିଁ ମୋର ସବୁ କିଛି। ତୁମେ ମୋତେ ବାଛିଛ, ତୁମେ ମୋତେ ମନୋନୀତ କର, ତୁମେ ସବୁ କରିଅଛ ପ୍ରଭୁ। ତୁମ ବିନା ପ୍ରଭୁ ମୁଁ କିଛି କରିପାରିବି ନାହିଁ ବୋଲିକି ପ୍ରଭୁଙ୍କ ଚରଣରେ ପ୍ରାର୍ଥନା। ପ୍ରଭୁ କୌଣସି ମଣିଷର କଥାରେ ମିଥ୍ୟା ନାହିଁ। ପ୍ରଭୁ ତୁମରି ଇଚ୍ଛାରେ ମୋତେ ବ୍ୟବହାର କର ବୋଲିକି ପ୍ରାର୍ଥନା କଲେ। ଆଉ ଗୋଟିଏ ବାକ୍ୟ ମନେ ପଡ଼ିଲା, ସୁସମାଚାର ଯୋହନ 15:7 ଲେଖା ଅଛି। 7 ଲେଖା, ଯଦି ତୁମେ ମୋ ଠାରେ ରୁହ। ସୁସମାଚାର ଯୋହନ 15:7, ଯଦି ତୁମେ ମୋ ଠାରେ ରୁହ ଆଉ ମୋହର ବାକ୍ୟ ତୁମଠାରେ ରୁହେ, ତାହେଲେ ଯେକୌଣସି ବିଷୟରେ ଇଚ୍ଛା କର ତାହା ମାଗ, ଆଉ ତୁମମାନଙ୍କ ନିମନ୍ତେ ତାହା ସାଧିତ ହେବ। ପ୍ରଥମରେ ଆମେ ଯୀଶୁଙ୍କ ସହିତ ରହିବାର ଅଛି। କୁମ୍ଭାର ପାଖରେ ଯେତେବେଳେ ମାଟିକୁ, ସେ ମାଟି କ'ଣ କୁମ୍ଭାର ହସ୍ତରେ ରହିଲା ବୋଲିକି ସେ ଗୋଟେ ଉତ୍ତମ ପାତ୍ର ହେଇପାରିଲା। ମୋ ଠାରେ ରୁହ ଆଉ ମୋହର ବାକ୍ୟ ତୁମମାନଙ୍କ ଠାରେ ରୁହେ। ଯଦି ପ୍ରଭୁଙ୍କର ବାକ୍ୟ ଆମର ହୃଦୟରେ ରୁହେ, ତାହେଲେ ଯେକୌଣସି ବିଷୟରେ ଇଚ୍ଛା କର। ଯେକୌଣସି ବିଷୟରେ ଇଚ୍ଛା କଲେ ହେବ ନାହିଁ, ପ୍ରଭୁଙ୍କର ଇଚ୍ଛା ଜାଣିକି ଆମେ କାର୍ଯ୍ୟ କରିବାର ଅଛି। ପ୍ରଭୁ ତୁମ ଅନୁଯାୟୀ ମୋତେ ବ୍ୟବହାର କର, ତାପରେ ପ୍ରଭୁ ସାହାଯ୍ୟ କରିବେ। ବିଷୟରେ ଇଚ୍ଛା କର, ତାହା ମାଗ, ତାହା ମାଗିବାର ଅଛି। ମୁଁ ପ୍ରାର୍ଥନା କରୁଥିଲି 2019 ଯେତେବେଳେ ବିଶ୍ୱାସରେ ବି ଆଲି, ପ୍ରଭୁ ମୋତେ ଉତ୍ତମ ଦାସ କର। ଯେଉଁ ଜାଗାରେ ସୁସମାଚାର ପାଇଁ ସେ ଜାଗାରେ ସୁସମାଚାର ଦେବାରେ ପ୍ରଭୁ ମୁଁ ମାଗିଲି। ପ୍ରଭୁ ତୁମରି ସେବକ ବାରେ, ତୁମରି ସାକ୍ଷୀ ବଳେ, ତୁମରି ବିଷୟ ମୁଁ ସାକ୍ଷ୍ୟ ଦେବା ଲାଗି ବୋଲି ପ୍ରଭୁକୁ ମାଗିବା ଦ୍ୱାରା ମୁଇଁ ଆଜି ଆପଣ ମାନଙ୍କୁ ମୁଁ କହିପାରୁଅଛି, ଆଉ ତୁମେମାନଙ୍କ ନିମନ୍ତେ ତାହା ସାଧିତ ହେବ। ଆଜି ପ୍ରଭୁ ମୋତେ ସେଇଟା ଦେଇଅଛନ୍ତି, ସେଟା ଦେଇଅଛନ୍ତି। ମୁଁ ଆଜି ପ୍ରଭୁକୁ ଧନ୍ୟବାଦ ଦେଉଛି। ପ୍ରଭୁ ମୋତେ କେବେ ବି ଲଜ୍ଜିତ କରିନି ହେଲା। ପ୍ରଭୁଙ୍କର ଇଚ୍ଛା ନେବା ଗଲା। ଆମେ କ'ଣ ଜଗତ ଜିନିଷରେ ଆଉଚି ପଟୁ, କିନ୍ତୁ ପ୍ରଭୁଙ୍କ ଲାଗି ଆମେ ଜାଣିବାର ଅଛି। ଯେରିମିଆ ଭବିଷ୍ୟତ ବକ୍ତା କ'ଣ ପାଇଁ ଗଲେ? କୁମ୍ଭାର ଗୃହକୁ ଯା, ସେ ଜାଗାରେ ଶିଖେ ବୋଲି କହିଲେ। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ ବାଛି ଅଛନ୍ତି। ପ୍ରଭୁଙ୍କର ଇଚ୍ଛା ଅଲଗା, ଆମର ବୁଦ୍ଧି ଅଲଗା। ଆମେ ଭାବୁଥିବା ଗୋଟେ, ପ୍ରଭୁ ଆମକୁ ତ ଅଲଗା ପ୍ରକାର ମନୋନୀତ କରିଅଛନ୍ତି। ସେଇଭଳିଆ ଆମେ କେବେ ଯେଉଁମାନେ ପଛ ଘୁଞ୍ଚି ଯାଇଛ, କୁମ୍ଭାର ଗୃହକୁ ଥରେ ଯାଇକି ଭଲ ଭାବରେ ଦେଖିକି ଚେକ୍ କରିକି ଆସ। କି ଯିଏ ଗୋଟେ ପକ୍କା ଘର ବନେ ତାକୁ ଟିକେ ଚେକ୍ କର, ଯିଏ ସାଇକେଲ ଶିଖୁଛି ତାକୁ ଟିକେ ଚେକ୍ କର, ଯିଏ ଗୋଟେ ବଢ଼େଇ ପଲଙ୍କ ବନାଏ ତାକୁ ଟିକେ ଚେକ୍ କର, ଯିଏ ଚାଷୀ ଚାଷ କାମ ତାକୁ ଟିକେ ଚେକ୍ କର। ବିଭିନ୍ନ ପ୍ରକାର ଅଛି। 3ଟା କଷ୍ଟ ଆଇବ। 3ଟା କଷ୍ଟ ଯେତେବେଳେ ଆପଣ ସକ୍ସେସ୍ ହେବ, ଆଉ କେବେ ଭାଙ୍ଗି ପଡ଼ିବ ନାହିଁ। ପ୍ରଭୁକୁ ପ୍ରଥମ ସ୍ଥାନ,
ପ୍ରାର୍ଥନା, ଆରାଧନା, ଏମିତି ପ୍ରଭୁଙ୍କ ଚରଣରୁ ଛୋଟିଆ ବାକ୍ୟ ଦେଇ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରି ସମାପ୍ତ କରିବା। हालेलुया। धन्यवाद यीशु प्रभु ते महान परमेश्वर प्रभु जिरिमिया भविष्यवक्ता कहल जाओ कुंभार ग्रह को कुंभार गुहर वाक्य शुणव परमेश्वर प्रभु कुंभार प्रभु माटी को चक्र बुलाय प्रभु खसी बुलाई माटी पुनर्धर बापा प्रभु पवित्र आत्मा से चार वाक्य उपस्थित प्रभु आज से वाक्य प्रभु ते साहाय्य प्रभु वाक्य माध्यम अनेक लोक कि परिवर्तन बापा प्रभु तुम ठारे रहा माँ मान साहाय्य बापा प्रभु तुम्हारी इच्छा व्यवहार प्रभु अनेक परमेश्वर वाक्य माध्यम मन परिवर्तन बापा भल विश्वास आए नम्र भाव आग को बढ़े बापा तुम्हारी इच्छा लगे तो सा धन्यवाद यीशु बापा प्रभु प्रार्थना शुणी छोट प्रार्थना प्रभु जीशु मागुछि आमेन।